କିଏ କେତେ ଦୂରରେ। ବନ୍ଧୁଗଣ, ଏକଦା ଦୁଇ ବନ୍ଧୁ ତପନ ବାବୁ ଓ ସପନ ବାବୁଙ୍କର ସାକ୍ଷାତ ହେଲା। ସହରର ପାର୍କ ଭିତରେ ଦୁହେଁ ବସି ସୁଖ ଦୁଃଖ ହେଲେ। ଅନେକ ବର୍ଷ ହେଲା ପରସ୍ପର ସହିତ ସମ୍ପର୍କ ନଥିବାରୁ ସେମାନେ ଅନେକ ବେଳ ଯାଏ ଗପିଲେ। କଥା ପ୍ରସଙ୍ଗରେ ପିଲାମାନଙ୍କ କଥା ପଡ଼ିଲା। ସପନ ବାବୁ ପଚାରିଲେ, ମୋର ଯାହା ମନେ ପଡ଼ୁଛି ତୁମର ଗୋଟିଏ ମାତ୍ର ପୁଅ। ସେ ଏବେ କେଉଁଠି? ତପନ ବାବୁ କହିଲେ, ହଁ, ତୁମ ଭଳି ମୋର ବି ଗୋଟିଏ ପୁଅ। ହେଲେ ସେ ଏବେ ବହୁ ଦୂରରେ। ଆମେରିକାର ବୋଷ୍ଟନରେ ରହୁଛି। ଆଜିକୁ 10 ବର୍ଷ ହେଲା ସେ ଆସିନାହିଁ। ତାର ସେଠି କାମ ଜୋର, ବହୁତ ବ୍ୟସ୍ତ। ବରାବର ଫୋନ କରୁଛି ଏବଂ କହୁଛି କାମରୁ ଫୁର୍ସତ ପାଇଲେ ଆସିବ। କିନ୍ତୁ କାମରୁ ଫୁର୍ସତ ମିଳୁନାହିଁ। ତାପରେ ତପନ ବାବୁ ଟିକିଏ ନୀରବ ରହି ପଚାରିଲେ, ଆଉ ତୁମ ପୁଅ? ସପନ ବାବୁ ଦୀର୍ଘଶ୍ୱାସ ପକାଇ କହିଲେ, ମୋ ପୁଅ? ସେ ତୁମ ପୁଅ ଠାରୁ ଆହୁରି ଦୂରରେ। ଏତେ ଦୂରରେ ଯେ କହିଲେ ନ ସରେ। ତପନ ବାବୁ କହିଲେ, କିନ୍ତୁ ତୁମେ ପରା କହୁଥିଲ ଯେ ତୁମ ପୁଅ ବୋହୂ ତୁମ ଘରର ଉପର ମହଲାରେ ରହୁଛନ୍ତି ବୋଲି। ସପନ ବାବୁ କହିଲେ, ସେଇଟା ତ ବିଡ଼ମ୍ବନା। ସେ ଉପର ମହଲାରେ ରହୁଛି ଅଥଚ ଆମ ସହିତ 4 ବର୍ଷ ହେଲା କଥାବାର୍ତ୍ତା କରୁନାହିଁ। ଆମେ ଅଛୁ କି ମଲୁଣି ତାହା ବୁଝେ ନାହିଁ। ଗୋଟିଏ ଘରେ ଆମେ ଅପରିଚିତଙ୍କ ଭଳି ରହିଛୁ। ତୁମେ ବୁଝିପାରିବ ନାହିଁ, ହେଲେ ମୁଁ ବୁଝୁଛି ଯେ ଜାଗା ଅଲଗା ହୋଇଗଲେ ଦୂରତା ବଢ଼ିଯାଏ ନାହିଁ। ଦୂରତା ବଢ଼େ ଦୂରେଇ ଗଲେ। ତୁମ ପୁଅ ତ ତୁମ ସହିତ କଥା ହେଉଛି, ମୋ ଭାଗ୍ୟରେ ସେତିକି ନାହିଁ। ସପନ ବାବୁ ଏହା କହିବା ସମୟରେ କାନ୍ଦି ପକାଇଥିଲେ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।